हाय ମୁଁ ତ୍ରିଭୁଜ ରେଖାଖଣ୍ଡ ଦ୍ୱାରା ଅଙ୍କିତ ପ୍ରଥମ ଆବଦ୍ଧ ଚିତ୍ର। ମୋତେ ତିଆରି କରିବା ପାଇଁ 3ଟି ବାହୁ ବା ରେଖା ଦରକାର। ମୋର 3ଟି ଶୀର୍ଷବିନ୍ଦୁ ଓ 3ଟି କୋଣ ରହିଛି। ମୋର 3ଟି କୋଣକୁ ମିଶାଇ ଦେଲେ ସବୁବେଳେ 180 ଡିଗ୍ରୀ ହିଁ ହେବ। ଯେମିତି ତୁମର ଅନେକ ଡାକ ନାମ ରହିଛି, ଠିକ୍ ସେମିତି ମୋର ବି ଅନେକ ନାମ ରହିଛି। ବାହୁ ଅନୁସାରେ ମୁଁ ସମବାହୁ, ସମଦ୍ୱିବାହୁ, ବିଷମବାହୁ। ଆଉ କୋଣ ଅନୁସାରେ ସୂକ୍ଷ୍ମକୋଣୀ, ସମକୋଣୀ ଓ ସ୍ଥୂଳକୋଣୀ। ମୋର 3ଟି ଯାକ ବାହୁ ସମାନ ହେଲେ ମୋତେ ସମବାହୁ ତ୍ରିଭୁଜ ବୋଲି କହନ୍ତି। 2ଟି ବାହୁ ସମାନ ହେଲେ ମୁଁ ସମଦ୍ୱିବାହୁ। ଆଉ କୌଣସି ବାହୁର ଦୈର୍ଘ୍ୟ ସମାନ ନହେଲେ ମୁଁ ବିଷମବାହୁ। ସେପରି ମୋର 3ଟି କୋଣ ଯଦି ସୂକ୍ଷ୍ମକୋଣ ରହିଥିବ ମୁଁ ସୂକ୍ଷ୍ମକୋଣୀ ତ୍ରିଭୁଜ। ଗୋଟିଏ କୋଣ ସ୍ଥୂଳକୋଣ ଓ ଅନ୍ୟ 2ଟି ସୂକ୍ଷ୍ମକୋଣ ହେଲେ ମୁଁ ସ୍ଥୂଳକୋଣୀ ତ୍ରିଭୁଜ। ଗୋଟିଏ କୋଣ ସମକୋଣ ଓ ଅନ୍ୟ 2ଟି ସୂକ୍ଷ୍ମକୋଣ ହେଲେ ସମକୋଣୀ ତ୍ରିଭୁଜ। ଆରେ ହଁ, ମୋର ଗୋଟିଏ କୋଣ ସମକୋଣ ଆଉ 2ଟି ବାହୁର ଦୈର୍ଘ୍ୟ ସମାନ ହେଲେ ମୁଁ ସମକୋଣୀ ସମଦ୍ୱିବାହୁ ତ୍ରିଭୁଜ। ମୋତେ ତୁମେମାନେ କେଉଁ ସବୁ ସ୍ଥାନରେ ଦେଖିଛ କୁହ ତ?